ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ଚୋରି କରି ଧରାପଡ଼ିଲେ ପାଚିକା। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶିକ୍ଷା ସର୍କଲ ଅଚ୍ୟୁତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି ଅଭିଯୋଗ। 2 ପାଚିକା ଧରାପଡ଼ିଲେ। ଅଚ୍ୟୁତପୁର ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ଆସୁଥିବା ଡାଲି, ଚାଉଳ, ତେଲ, ଲୁଣ ଏବଂ ହଳଦୀ ଆଦି ସାମଗ୍ରୀ ଚୋରି ହେଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ପିଲାମାନେ ମଧ୍ୟାହ୍ନ ଭୋଜନ ସାରିବା ପରେ ଦାୟିତ୍ୱରେ ଥିବା କିଛି ପାଚିକା ବଳକା ସାମଗ୍ରୀକୁ ଚୋରି କରି ନେଉଥିଲେ। ଏହି ଘଟଣା ସମ୍ପର୍କରେ ସନ୍ଦେହ ହେବା ପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏବଂ ଗ୍ରାମବାସୀ ମିଳିତ ଭାବରେ ଚଢ଼ଉ କରିଥିଲେ। ସେତେବେଳେ ରୋଷେଇ ଘର ଭିତରେ ମାଟି ଖୋଳି ପୋତି ରଖାଯାଇଥିବା ଚାଉଳ, ଡାଲି, ତେଲ, ଲୁଣ ଏବଂ ହଳଦୀ ଭଳି କିଛି ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ବିଦ୍ୟାଳୟରେ ମୋଟ 3 ଜଣ ପାଚିକା ନିୟୋଜିତ ରହିଥିବା ବେଳେ 2 ଜଣଙ୍କୁ ଘଟଣାସ୍ଥଳରୁ ଧରାଯାଇଥିବା କୁହାଯାଉଛି। ଅନ୍ୟ ଜଣେ ଯାହାକୁ ଏହି ଘଟଣାର ମୁଖ୍ୟ ସୂତ୍ରଧର ବୋଲି ଅଭିଯୋଗ କରାଯାଉଛି, ସେ ଫେରାର ଥିବା ସୂଚନା ମିଳିଛି। ଧରାପଡ଼ିଥିବା 2 ପାଚିକା ଚୋରି କରୁଥିବା କଥା ସ୍ୱୀକାର କରିଛନ୍ତି। ଏହି ଘଟଣା ପରେ ଅଚ୍ୟୁତପୁର ଗାଁରେ ଅସନ୍ତୋଷ ଏବଂ ଉତ୍ତେଜନା ଦେଖାଦେଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପାଚିକାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। ଆସନ୍ତାକାଲି ବିଦ୍ୟାଳୟରେ ଏକ ଜରୁରୀ ବୈଠକ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ନିରାକାରପୁର ବାଲଙ୍ଗେଶ୍ୱର ରୋଡ୍ ମୋବାଇଲ ଟିଭି। କହିବେ ନା ନା ଆଜ୍ଞା, ମୁଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚ୍ୟୁତପୁର କମିଟିର ଚେୟାରପର୍ସନ୍। ଏ ଅଭିଯୋଗ ମୋ ପାଖକୁ ବହୁତ ଦିନ ହେଲା ଆସୁଥିଲା। ଉପରମହଲ ବିଓ, ସିଆର୍ସି ଏବଂ ପବ୍ଲିକ୍ ମଧ୍ୟ ଅଭିଯୋଗ କରିଥିଲେ ଯେ ଶିକ୍ଷକମାନେ ଖାଇଯାଉଛନ୍ତି, କମିଟି କିଛି ଖାଇଯାଉଛି। ତେଣୁ ଏହାକୁ ରେଡ୍ ହ୍ୟାଣ୍ଡରେ ଧରିବା ପାଇଁ ମୋତେ ଯାହାହେଲେ 20 ରୁ 25 ଦିନ ଲାଗିଛି। କିନ୍ତୁ ମୁଁ ଖବର ପାଏ, ସେ ଭିତରକୁ ଗଲା ପରେ ମୁଁ କେଉଁଠି ସେ ଜିନିଷ ଥୁଅନ୍ତି ମୁଁ ଜାଣିପାରେନି। କିନ୍ତୁ କାଲି ସନ୍ଧ୍ୟାବେଳେ କୌଣସି ଖବର ସୂତ୍ର ପାଇଲି ଯେ ସେ ଗୋଟେ ଜାଗାରେ ଗାତ ଖୋଳିକି ରଖିଛନ୍ତି। ତେଣୁ ଆଜି ମୁଁ 11ଟାରୁ ଆସିକି ଏଠୁ ଜଗିକି ତାଙ୍କୁ ବସିଛି, ଯେହେତୁ ବାହାରକୁ ସେ ନ ଯାଇପାରନ୍ତୁ କିମ୍ବା ସେ ଜିନିଷ ଏଠାରୁ ନେଇକି ନ ଯାଇପାରନ୍ତୁ। ତାପରେ ମୁଁ 12:30ରେ ତାକୁ ରେଡ୍ ହ୍ୟାଣ୍ଡ କମିଟିର ଗାଇଡ଼ଲାଇନ୍ ଯାହା ଅଛି, କମିଟି ସେମାନଙ୍କୁ ଚାହିଁଲେ ବହିଷ୍କାର କରିପାରିବେ, ଆଉ କିଛି ଗାଇଡ଼ଲାଇନ୍ ନାହିଁ। ହଁ, ସିଆର୍ସିଙ୍କୁ ଆମେ ଜଣେଇଛୁ। नमस्कार, मु अच्युतपुर सरपंच। मु शुणिया पाइली 3 जन रोषिया मिसिकी सब काम कर चाउल डाली माने गात करके रोषे घर भितर गात होती भितर सबुदिन रखिंट। आज दिखाई 3 किलो 200 डाली से रखिंट 1.5 किलो डाली माने आउ केते किले 200 खंड पड़ो डाली 100 पिला खाइबे 112 जन पिला खाइबे। पूरा डाली देखो पूरा पानिया पानिया डाली है। डाली किसी डाली अंश ना खाली पानी हलदी लुण सब भी माने खुआई नहीं जाऊँ माने 20 वर्ष 25 वर्ष है गोटे रोषिया अच्छा गोटे रोषिया थे नहां 2 जन अच्छा आउ गोटे रोषिया सी पूरा 25 वर्ष है रही सी बहुत दिन है चल काम आम आज किसी डिसीजन नहींनु सी काली आसला जाकि डिसीजन जहाँ नबू 3 जन को तो पढ़ाब बाहर कराब बाहर माने स्कूल रोषेईबास करेंगे ना काली सी रोषे आसले जाकि डिसीजन जहाँ हम मुझे जानी माने टिकट कर तेल नहीं आते कौन हाँ से तो आम गरीब लोक देखिए रखीलु हाँ से छाड़ किसी माने ये नो से एमती सबुदिन 2 किलो 4 किलो 5 किलो लगा चाउल जाऊँगी 2 किलो 1.5 किलो 2 किलो डाली जाऊँगी आम जानूँ। आज धरिया लोक मैंने दीदी आमर प्रेसिडेंट जी सब धरिया सी सब खबर देते मुझे माने दुआर को बाहर बाहर गोटे अलग लोक मत कहले मुझे शुणिली जमी आसिक सागे सागे स्कूल आसिक पहुँचली देखला बेलू सब एमती हो हल्ला चलती ए भितर आमर अच्युतपुर अपर प्राइमेरी विद्यालय मुझे प्रधान शिक्षयित्री चार बर्तर 2 मास है अच्छी जो आमर पाचिका मैंने आज हूँ गुरुवार आमर पिला मेनू हूँ डालमा डालमार आम देलु 100 पिलांकर रोषे 3 किलो डाली आउ 15 किलो चाउल दिखाई 15 किलो चाउल से चाउल तक रखिंट डाली 1.5 किलो पाखापाखि रखिंट परिवा 12 किलो देलु ए डालमा भी ये रखाई रोषे मैंने रखी लुचेक रखी से जो रोषे रूम गोटे बाली जगार खोलिकी घोड़े रखी थे आमर एसएमसी चेयरमैन कौन सूत्र खबर पाई से आसिक बाहर करते आम उपस्थित थिलु तापर मु पीटीए डाकी गाँ लोक उपस्थित से कहते आम रोषे मानक रखबू ना बहिष्कार करने अभिभावक मतामत मोर मध्य से जेहेतु एमती पिला सहित गोटे अनियमितता हो गाँ लोक और सरपंच महोदय अच्छा से जहाँ निष्पत्ति ने आम से
କାର୍ଯ୍ୟ କରିବୁ। ମୁଁ ଏବେ 6 ମାସ ହେଲା ନୂଆ ବାଚିକା ରହିଛି। ହଁ ଆଗରୁ ଏମିତି ବି କରନ୍ତି, ମତେ ବି ସେ ଜଣେଇଛନ୍ତି କିଏ କରନ୍ତି? ରୋଷେଇ ଆମ ପାଚିକା ଜଣେଇଛନ୍ତି, ହଁ। ଆଗରୁ ଜଣେଇଛନ୍ତି। ଆମର ପେସେଣ୍ଟ ଭାଇକି ମୁଁ ଜଣେଇଛି ତେଲ ଚୋରି ହେବାର କଥା, ମୁଁ ସବୁ ଜଣେଇଛି ପେସେଣ୍ଟ ଭାଇକି। ଏ କଥା ଜଣେଇନି, ମାନେ ଯେହେତୁ ଆମର ସେ ରୋଷେଇ ମୁଁ ଆଉ ତାଙ୍କ ନାଁ କହିପାରିବି କି? କହିପାରିବିନି। ମୁଁ ସେଥିପାଇଁ ବାଧ୍ୟ ହେଇକି କୌଣସି କଥା କହିପାରେନି। ଆପଣ ବି ସେଥିରେ ସାମିଲ ହୁଅନ୍ତି? ସାଙ୍ଗସାଥି ହେଇକି ଅଛନ୍ତି, ମୁଁ କହିପାରେନି। କେତେ ଭାଗ ପଡ଼େ? ଆଜ୍ଞା, କେତେ ଭାଗ ପଡ଼େ ଆପଣଙ୍କର? କେତେ ଏ ଯେଉଁ ଚୋରି ହୁଏ ସେଥିରୁ କେତେ ଭାଗ ଆପଣ ନିଅନ୍ତି? ଭାଗଟେ ଦିଅନ୍ତି, ସେମାନେ 2 ଭାଗ ଲେଖା ନିଅନ୍ତି ଆଉ। ତମେ ଭାଗଟେ ନିଅ? ହଁ, ତାପରେ ଏମିତି କରିକି ସେଠୁ ମାନେ ମୁଁ ତାଙ୍କୁ ମନା କରି ଏମିତି କେବେ କାମ ବି କରନି। ସେ ମୋ କଥା ବି ଶୁଣନ୍ତିନି, ମୋ କଥା ବି ମୋତେ ଖେଙ୍କାରି ପଡ଼ିଲା ଭଳିଆ କଥା କହନ୍ତି। ମୋର ମୁଁ ଚୁପଚାପ ହେଇକି ରହି ଆଉ। ସାର୍ଙ୍କ ମାନଙ୍କ ଉପରେ ଚଢ଼ି ଯାଆନ୍ତି, ମୋତେ ବାର କଥା କହନ୍ତି। ମୁଁ ଯଦି ବାଲ୍ଟି ଫାଲ୍ଟି ମାଜିଦେବି ଭଲ କରି, ମୋତେ କହିବେ ତୁ କାଇଁ ବାଲ୍ଟି ମାଜି ଦେଲୁ, ତୁ କରେ, ତୁ ସବୁ ଶିକ୍ଷା ଦେଉଛୁ, ମୋତେ ଏମିତି ବାର କଥା ବି କହନ୍ତି। ମୋର ମୁଁ ଚୁପଚାପ ହେଇକି ସେଠି ରହିଯାଇଛି। ଆଜ୍ଞା। ସେ ଆଗରୁ ବି ଏମିତି କରନ୍ତି। ଏବେ 6 ମାସ ହେଲା ମୁଁ ଟୋଟାଲ ମନା କରୁଛି ଏମିତି କରନି ବୋଲି। କାହାକୁ ଜଣେଇଥିଲ? ମୁଁ ଜଣେଇଛି ଆମ ରୋଷେଇଆଙ୍କୁ ଜଣେଇଛି। ସେ ରୋଷେଇଆ କିଏ? ପ୍ରମିଳା ବାରିକ, ମଇନା ସ୍ୱାଇଁ, ମୁଁ ତାଙ୍କୁ ଜଣେଇଛି। ପେସେଣ୍ଟ ଭାଇକି ବି ମୁଁ ଜଣେଇଛି। ପିଲାଙ୍କ ଖାଦ୍ୟ ଟୋଟାଲ ଚୋରି କରନି ବୋଲି ଜଣେଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣେଇଛନ୍ତି? ଆଜ୍ଞା, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣେଇଛନ୍ତି? ନାଇଁ ପ୍ରଧାନ ଶିକ୍ଷୟିତ୍ରୀ ଜଣେଇନି। ମୁଁ ମାନେ ଯେହେତୁ ଆମେ ସେ ରୋଷେଇଆ, ମୁଁ ଏତେ ବାର କଥା କହନ୍ତି ବୋଲି ମୁଁ କିଛି ଜଣେଇ ପାରେନି। ମୁଁ ଭାଇଙ୍କି ଖାଲି ସେ ପେସେଣ୍ଟ ଭାଇକି ତେଲ କଥାରୁ ମୁଁ ଜଣେଇ ଏମିତି ଚୋରି କରିକି ନେଉଛନ୍ତି ବୋଲି ଖାଲି ଏତିକି କହିଛି। ଆଜି କ'ଣ ଚୋରି କରିକି ନେଉଥିଲେ? ଆଜି ମୁଁ ଜାଣିନି। ସେ ଚାଉଳ, ସେ ଯେଉଁ ଆମର ଯେଉଁ ତୃତୀୟ ପାଚିକା ଯେଉଁ ମଇନା ସ୍ୱାଇଁ, ସେ କହିଲେ ମୁଁ ତ ଭାତ ନେବିନି, ଚାଉଳ ରଖିଛ। ଡାଲି କେତେବେଳେ ରଖିଛନ୍ତି ମୁଁ ଏ କଥା ଜାଣିନି।